ମୁଁ ଡକ୍ଟର କଲ୍ୟାଣୀ ଶତପଥୀ ଶ୍ରୀକ୍ଷେତ୍ର ପୁରୀରୁ ଆପଣମାନଙ୍କୁ ସ୍ୱାଗତ କରୁଛି କୈବଲ୍ୟ ଶ୍ରୀ ଜଗନ୍ନାଥ ଚ୍ୟାନେଲ ମାଧ୍ୟମରେ। ପରମ ବ୍ରହ୍ମ କୋଟି କୈବଲ୍ୟନାଥ ଅଶରଣ ଶରଣ ଅରଥ ରକ୍ଷଣ ବିଶ୍ୱବନ୍ଦିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଏ ଲୀଳାକ୍ଷେତ୍ର ତାଙ୍କର ହେଉଛି ପୁରୀ ଧାମ। ଯେଉଁ ପୁରୀ ଧାମରେ ସ୍ୱୟଂ ପରମ ବ୍ରହ୍ମ ଭଗବାନ ବିଷ୍ଣୁ ଦାରୁବ୍ରହ୍ମ ସ୍ୱରୂପରେ ଜଗନ୍ନାଥ ନାମରେ ଏ ନୀଳାଚଳ କ୍ଷେତ୍ରର ସେ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବିରାଜମାନ କରିଛନ୍ତି। ସେ ଦାରୁବ୍ରହ୍ମ ସ୍ୱରୂପ ତଥାପି ଭକ୍ତମାନଙ୍କର ଜୀବମାନଙ୍କର ଦୁଃଖକୁ ଅଚିରେ ହରଣ କରିପାରନ୍ତି। ସେଥିପାଇଁ ସେ ଦୀନବନ୍ଧୁ ଭକ୍ତ ବତ୍ସଳ ଭାବଗ୍ରାହୀ, ଭାବକୁ ନିକଟ ଅଭାବକୁ ଦୂର। ସେ ଜଗନ୍ନାଥଙ୍କର ଅନନ୍ୟ ମହିମାର ଏକ ଭକ୍ତ ହେଉଛନ୍ତି ବୈଷ୍ଣବ ସିଦ୍ଧ ସାଧକ ଷୋଡ଼ଶ ଶତାବ୍ଦୀର କବି ଜଗନ୍ନାଥ ଦାସ, ଓଡ଼ିଆ ଭାଗବତର ରଚୟିତା। କିନ୍ତୁ ସେଇ ଭାଗବତର ରଚୟିତା ଶ୍ରୀ ଜଗନ୍ନାଥ ଦାସଙ୍କର ସାଧନାର ପୀଠ ସମାଧିର ପୀଠ ହେଉଛି ସାତଲହଡ଼ି ମଠ। କଣ ରହିଛି ସେଇ ସାତଲହଡ଼ି ମଠର ରହସ୍ୟ, ତାର ବିଶେଷତ୍ୱ, କିପରି ଭାବରେ ସମୁଦ୍ର ସେଇ ସାତଲହଡ଼ି ମଠର ଯୋଉ ରହିଛି ଆଖ୍ୟାନ, ଯେ ସମୁଦ୍ର କିପରି ସାତଟା ଲହଡ଼ି ପଛକୁ ଘୁଞ୍ଚି ଯାଇଛି, କାହିଁକି, କଣ ରହିଛି ତାର କାରଣ, କେମିତି ଭୁଲିଯିବେ, କେମିତି ଦର୍ଶନ କରିବେ। ଆସନ୍ତୁ ଆପଣମାନେ କାଲି ସକାଳ 28/4/2026 ସକାଳ 6:30 ସମୟରେ ମୋ ସହିତ ବୁଲିବାକୁ ଆସନ୍ତୁ। ସିଧାସଳଖ ମୁଁ ଆପଣମାନଙ୍କୁ ନେଇଯିବି କୈବଲ୍ୟ ଶ୍ରୀ ଜଗନ୍ନାଥ ଚ୍ୟାନେଲ ମାଧ୍ୟମରେ। ଆମେ ବୁଲିଯିବା ସାତଲହଡ଼ି ମଠର ସେଇ ମନୋଜ୍ଞ ପରିବେଶ, ସାଧନାର ପୀଠ, ତାର ରହସ୍ୟକୁ ଆମେ ଜାଣିବା। ନିଶ୍ଚୟ ଆସିବେ ମୋ ସହିତ ଆସନ୍ତାକାଲି ସକାଳ 6:30 ସମୟରେ 28/4/2026 ମସିହା। ଜୟ ଜଗନ୍ନାଥ, ନିଶ୍ଚୟ ଆସିବେ।